ଆପଣ ଭୈରବ ମନ୍ଦିରଠୁ ଆରମ୍ଭ କରନ୍ତୁ, ତାର ତଳକୁ ଆସିଲେ ମଧ୍ୟ ଗାଈ ଗୋରୁ ଥିବେ, ବସଷ୍ଟାଣ୍ଡ ପାଖରେ ଗାଈ ଗୋରୁ ଥିବେ, ସୁଭାଷ ବୋଷ ଛକରେ ଗାଈ ଗୋରୁ ଥିବେ, ବାଲିମେଳା ଛକରେ ଗାଈ ଗୋରୁ ଥିବେ, ଇଭେନ୍ ଆପଣଙ୍କର କଲେକ୍ଟର ଅଫିସ୍ ଆଗରେ ମଧ୍ୟ ଗାଈ ଗୋରୁ, ଡିଏନ୍କେ ଛକରେ ବାଟରେ ଘାଟେ ସବୁଠି ଗାଈ ଗୋରୁ, ସେପଟେ ଆପଣ ପଳାଇଯିବେ ଏସ୍ପି ଅଫିସ୍ ସାମ୍ନାରେ ମଧ୍ୟ ଗାଈ ଗୋରୁ ଥିବେ, ତାପରେ ମେଡ଼ିକାଲ ପାଖରେ ବି ଗାଈ ଥିବେ। ଏଇ ଗାଈ ଗୋରୁ ପାଇଁ ନୀତିଦିନ ବହୁତ ଗୁଡ଼ିଏ ଲୋକ ଆକ୍ସିଡେଣ୍ଟ ହେଉଛନ୍ତି, କିନ୍ତୁ ମାଲକାନଗିରି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ତା ପ୍ରତି କୌଣସି ନିଘା ନାହିଁ। ମାଲକାନଗିରିରେ ଗାଈ ଗୋରୁ ପାଇଁ ବୋଲି କାଞ୍ଜିଆ ହାଉସ୍ ଅଛି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କାଞ୍ଜିଆ ହାଉସ୍ ତିଆରି କରିଛନ୍ତି, କିନ୍ତୁ ସେ କାଞ୍ଜିଆ ହାଉସ୍ କାହା ପାଇଁ ତିଆରି କରିଛନ୍ତି, କେଉଁ ଜାଗାରେ ତିଆରି ହେବା କଥା, କେଉଁ ଜାଗାରେ ତିଆରି କରିଛନ୍ତି, ମ୍ୟୁନିସିପାଲିଟି ବାଲା ସେଟା ଏପର୍ଯ୍ୟନ୍ତ ତାଙ୍କୁ କନଫର୍ମ କରିପାରୁନାହାନ୍ତି। ମ୍ୟୁନିସିପାଲିଟି ଥାଇକରି ମଧ୍ୟ ନଥିଲା ସଙ୍ଗେ ସମାନ, କାଞ୍ଜିଆ ହାଉସ୍ ଥାଇକରି ମଧ୍ୟ ନର୍ସରୀ ସଙ୍ଗେ ମାଲକାନଗିରି ଦୈନନ୍ଦିନ ଯେଉଁମାନେ ରାଜରାସ୍ତାରେ ଚାଲୁଛନ୍ତି ସେମାନେ ହିଁ ୟାକୁ ଅନୁଭବ କରିପାରୁଛନ୍ତି। ମାଲକାନଗିରିରେ ପ୍ରତ୍ୟେକ ଦିନ ଏଇ ଗାଈ ଗୋରୁ କୁକୁର ଏଇସବୁ ଜିନିଷ ପାଇଁ ପ୍ରାୟତଃ ଆକ୍ସିଡେଣ୍ଟ ହେଇଥାଉଛି। ଆଉ କ'ଣ କହିବା ମ୍ୟୁନିସିପାଲିଟି ଆମେ ଯେଉଁ ବସବାସ କରୁଛୁ, ଏଇଟା ଭଗବାନ ଭରସାରେ ଆମେ ବସବାସ କରୁଛୁ, ମ୍ୟୁନିସିପାଲିଟି ଏହା ପାଇଁ କୌଣସି ନିଘା ଦେଉନାହିଁ। ଦେଖୁଥିବେ କେତେ ଦିନ ତଳେ ଟେଲିଫୋନ ଏକ୍ସଚେଞ୍ଜ ସାମ୍ନାରେ ମାଲକାନଗିରିରେ ବସଷ୍ଟାଣ୍ଡଠାରେ ଲୋକ ଗାଈ ରୋଡ଼ ଉପରେ ଶୋଇ ରହୁଛନ୍ତି, ଷ୍ଟ୍ରିଟ୍ ଲାଇନ୍ ଗୁଡ଼ାକ ଜଳୁ ନାହିଁ। ମ୍ୟୁନିସିପାଲିଟିକୁ ଅବଗତ କଲା ପରେ ବି ସେମାନଙ୍କୁ ଆମ ଷ୍ଟ୍ରିଟ୍ ଲାଇଟ୍ର ଲାଇଟ୍ ନାହିଁ ବୋଲି କହୁଛନ୍ତି। ଦୁଇ ଜଣ ଗାଈ ପାଇଁ ମୃତ୍ୟୁ ଘଟିଗଲେ, କେତେଟା ଗାଈ ବି ଗାଡ଼ି ତଳେ ଆସିକି ମୃତ୍ୟୁ ଘଟିଗଲା। ଏଇଟା ହେଉଛି ମ୍ୟୁନିସିପାଲିଟିର ମାଲକାନଗିରି ମ୍ୟୁନିସିପାଲିଟିର କାର୍ଯ୍ୟକ୍ରମ। ଆପଣ ଦେଖୁଥିବେ ଗୋଟେ 50 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ଗୋଟେ କାଞ୍ଜିଆ ହାଉସ୍ ପାଇଁ MB 2 ନମ୍ବରରେ। ଦୁର୍ଭାଗ୍ୟର କଥା ଏଇଟା, ସେ ଲେଆଉଟ୍ କିଏ ଦେଇଛନ୍ତି, ସେ ଏଷ୍ଟିମେଟ୍ କିଏ କରିଛନ୍ତି, ମ୍ୟୁନିସିପାଲିଟି ଏରିଆରେ କରିବ, ସେଇଟା ପଞ୍ଚାୟତ ଏରିଆରେ କରୁଛନ୍ତି। ତାଠୁ ଦୁର୍ଭାଗ୍ୟ ଆଉ କିଛି ନାହିଁ। 50 ଲକ୍ଷ ଟଙ୍କା ବରବାଦ କରିଦେଲେ ସେଠି। କାଞ୍ଜିଆ ହାଉସ୍ 50 ଲକ୍ଷ ଟଙ୍କା କରି ରଖିଛନ୍ତି, ସେଥିରେ 3ଟା ଛୁଆକୁ ମାସକୁ 30,000 ଟଙ୍କା ନିଯୁକ୍ତି ଲଗାଇଛନ୍ତି ଗାଈ ଗୁଡ଼ାକ ରୋଡ଼ ଉପରେ। କ'ଣ କରିବା ଦେଖନ୍ତୁ, ବାର ଅବଗତ କଲା ବାଦ ବି ଆମେ ଯେଉଁ ଭାବୁଥିଲୁ 50 ଲକ୍ଷ ଟଙ୍କାର କାଞ୍ଜିଆ ହାଉସ୍ ଯେଉଁ ହେଲା, ମାଲକାନଗିରିର ଦୃଶ୍ୟ ବଦଳିଯିବ ବୋଲି। ରୋଡ଼ରେ ଆଉ ଗାଈ ଗୁଡ଼ାକ ନଥିବେ, ବୁଲାଇ ଗାଈ ଗୁଡ଼ାକ ନଥିବେ, ସେ ଜାଗାରେ ଯାଇ ରହିବେ ବୋଲି। ଆଉ ସେଟା ନାଁକୁ ରହିଗଲା କାଞ୍ଜିଆ ହାଉସ୍, ଆଉ ଗାଈ ଗୁଡ଼ାକ ସବୁ ରୋଡ଼ ଉପରେ। ଗାଈ ବି ମୃତ୍ୟୁ ଘଟି ଯାଉଛି, ଲୋକ ବି ମୃତ୍ୟୁ ଘଟି ଯାଉଛନ୍ତି, ତାଠୁ ଦୁଃଖର କଥା କିଛି ନାହିଁ। ଆପଣ ଦେଖୁଥିବେ କେତେ ଦିନ ତଳେ 8ଟା ଗାଈ ଗୋଟେ ଟାଇମ୍, 8ଟା ଗାଈ ବାଛୁଡ଼ି ସବୁ ମିଶିକି 8ଟା ଗାଈ ଗୋଟେ ଟ୍ରକ୍ ତଳେ ପଳେଇ ଆସିଲେ, ମୃତ୍ୟୁ ଘଟିଗଲା ସେମାନେ। ତେଣୁକରି ଏ ବୁଲା ଗାଈ ଗୁଡ଼ାକକୁ କାଞ୍ଜିଆ ହାଉସ୍ରେ ନେଇ ରଖନ୍ତୁ, ତାର ପାଇଁ କ'ଣ ଗୋଟେ ବ୍ୟବସ୍ଥା କରନ୍ତୁ ବୋଲି ଆମେ ମ୍ୟୁନିସିପାଲିଟି ଇଏକୁ ଆମେ ଗୋଟେ ସପ୍ତାହଟେ ଭିତରେ ଯାଇକି ଭେଟିକି ଗୋଟେ ଦାବି ପତ୍ର ଦେବୁ। ଦେଖନ୍ତୁ ଆମର ଇନଫୋର୍ସମେଣ୍ଟ ଟିମ୍ ଅଲରେଡ଼ି ଗାଁ କାଛରେ 2ଟା ଆମେ ଲଗେଇଛୁ, ସେଟାକୁ ୱାର୍ଡ଼ ୱାଇଜ୍ ଆମର ଯେଉଁମାନେ ଗାଈ ରାସ୍ତାରେ ବୁଲୁଛନ୍ତି ଅଲରେଡ଼ି ଆମେ ତାଙ୍କୁ ଉଠେଇକି କାଞ୍ଜିଆ ହତ୍ୟା ରଖୁଛୁ, ସେଟା ବି ମଧ୍ୟ ଫାଇନ୍ ଆମେ କାଟୁଛୁ। ତା ସହିତ ଆମର ଟୋଟାଲି 19ଟା ୱାର୍ଡ଼ ରହୁଛି, 19ଟା ୱାର୍ଡ଼ ଭିତରୁ ଆମେ ଟୋଟାଲି ଆମେ ଆନାଉନ୍ସମେଣ୍ଟ କରିଦେଇଛୁ ଯେ ଲୋକମାନଙ୍କୁ ଗାଈ ନ ଛାଡ଼ିବା ପାଇଁ। ଫିର୍ ବି ଯେଉଁମାନେ ଆମେ ଛାଡ଼ୁଛନ୍ତି ସେମାନଙ୍କୁ ଆମେ ଫାଇନ୍ ପକାଇକି ଅଲରେଡ଼ି ଛାଡ଼ୁଛୁ। ତ ସାର୍ ଲୋକ ଗାଈ କାଞ୍ଜି ଛାଡ଼ ଫାଇନ୍ କାଟିକି ଆସିଲା ପରେ ଯଦି ରାସ୍ତାରେ ଇଏ କରୁଛନ୍ତି, ଲୋକଙ୍କ ପାଇଁ କ'ଣ ରହିବ? ଲୋକଙ୍କ ପାଇଁ ଏତିକି ରିକ୍ୱେଷ୍ଟ କରାଯିବ ଯେ ଆମେ ତ ଅଲରେଡ଼ି ଆନାଉନ୍ସମେଣ୍ଟ କରିଦେଇଛୁ, ଲୋକମାନେ କିଛି ଲୋକ ଅଛନ୍ତି ସେଇଟା ବି ଛାଡ଼ୁଛନ୍ତି ସେମାନଙ୍କୁ, ଫିର୍ ବି ସେମାନଙ୍କୁ ଆମେ ଆହୁରି ରିକ୍ୱେଷ୍ଟ କରୁଛୁ ସେମାନଙ୍କୁ ଏଇ ସମୟରେ ବର୍ଷା ସମୟରେ ରାସ୍ତାଘାଟରେ ଯଦି ଗାଈ ଗୋରୁ ସବୁ ବୁଲିବେ ସେମାନଙ୍କୁ ବହୁତ ପ୍ରୋବ୍ଲେମ୍ ହେବ, ଯାହାଫଳରେ କି ଯିବା ଆସିବା ପାଇଁ ଆମର ଗାଈ ଗୋରୁ ରହିଲା ଫଳରେ ଆକ୍ସିଡେଣ୍ଟ ହେବ। ସେଥିପାଇଁ ରିକ୍ୱେଷ୍ଟ କରୁଛୁ ସେମାନଙ୍କୁ ଟିକେ ଦାୟିତ୍ୱବାନ ହେଇ ଘରେ ରଖିଲେ ଭଲ ହେବ।